केशवाय नमो नमो। बोल श्री सर्वनाथ की जय, कुलिया कुलिया की जय, सुता की जय, नंदन की जय, क्षेत्राधिपति की जय, अच्युत गुप्तरम संघ की जय, विश्व भ्रातृत्व दिव्यत्व परिषद की जय, ज्योति आश्रम केंदुपटना की जय, आनंद कुमार हरि बोला। प्रियात्मन आपण मन मोर सप्रेम सशोद गुरुस्वामी ये शाखार विशिष्ट इतिहास अच्छी कहीं ना एमाने जितेबाला जाकि प्रभु पाखे कहले जे प्रभु आम तो 20-25 जन हो गलुणी शाखाटी आपण अनुमति दिंतु बनैबा प्राय सेतेबेले जो माने युवक अवस्था थिले शाखा जाई प्रभु को प्रार्थना करुले आम भी बुढ़ा गलु सी भी युवक आस्ते आस्ते माने बुढ़ा अवस्था भी पहुँचले तथापि सेमानकर एते भाव एते भक्ति प्रभु पाखरे कहले आओ धीर तमें कि जाकि धीर भाई से जनरल सेक्रेटरी था धीर तमें कि जाकि केंदुपटना शाखाटी करदौना धीर भाई मुझे आसलु भाई मानकर आग्रह कहले अनुसार एवं सेमानकर आग्रह देखिक प्रभु एते खुशी जे एठी शाखाटी हम ये शाखाटी पुणी आस्ते 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 माने केतन प्लॉट रे भी परिणत है सनातन केतन ये उड़िला प्रभु भी ठीक आसते जा आज आम भी परिणत बयस पहुँचलु मुझे कहलु अरे सुर आज मोर भी जन्मदिन सटला एकादशी आज मोर जन्मदिन तुम शाखारे आज ना से कथा आगुरी कहीं आप कहले कहली कौन जी कह गोटा मन पड़गला मुझे कहीदेली आज जन्मदिन आज माने 83 पूरब 84 चलो हाँ किंतु कहबार कथा हूँ कौन ठाकुर गोटे कथा कहले चरम लिखिदेले निज हाथ काटिले धन बहु संतान पिता मत निसंतान भली लगुच मुझे कहली आपण सीना निसंतान भली लगुच मो मन भारी खुशी ना कहीं मुझे मलाई 30-35 जन संघ आरंभ होता ये तो केते भाई भौणी माड़ी गले ना हाँ तुम मन खुशी हम क्या सी गोटा प्रकार किंतु आम मन दुख कहीं पिला गुड़ाक मनीष होना मुझे प्रभु मनीष होना ना कई कौन धारा कर अरे माने मुनि ऋषि मानकर
ସେ ଡାଏରୀ ମେଣ୍ଟେନ୍ କରନ୍ତି। ଆମେ ବି ଜାଣିନଥିଲୁ ସିଏ ଆମ ଡାଏରୀ ବି ମେଣ୍ଟେନ୍ କରୁଛନ୍ତି। କ'ଣ ଆମ ଡାଏରୀ ମେଣ୍ଟେନ୍ କରୁଛନ୍ତି ଯେ ଏ ପିଲାମାନେ ଧାରା ନେଲେ ଧାରା ଠିକ୍ ଭାବରେ କରୁଛନ୍ତି କି ନାହିଁ ସେ ତେଣେ ଦୃଷ୍ଟି ଦେଇଛନ୍ତି। ମୁଁ କହିଲି ନା ତମେ ଡାଏରୀ ଦେଉ ନା, ତମେ ଗୋଟେ ଡାଏରୀ ଦିଅ। ମୁଁ ସେଠୁ ଗୋଟେ ଡାଏରୀ ନେଇଦେଲି। ଆମର ଦାମ ପ୍ରଧାନ ଯିଏ ଆଗରୁ ସେକ୍ରେଟାରୀ ଥିଲା ସଂଘର, ସିଏ ବି ଗୋଟେ ଡାଏରୀ ଦେଇଦେଲା। ମାନେ ପ୍ରତି ମାସରେ ସେ ଡାକିକିରି ଡାଏରୀ ଦେଖାନ୍ତି। ସେ ଡାଏରୀରେ ଆମ ନାଁଟି ଉଠିବ ମାସକ 30 ଦିନରେ, କେଉଁଦିନ 5 ଦିନ, କେଉଁଦିନ 10 ଦିନ, ଏମିତି। ମୁଁ କହିଲି ପ୍ରଭୁ ସବୁଦିନ ତ ଆମେ କରୁଛୁ, ଆଉ ନା ସବୁଦିନ କଲେ କ'ଣ ହେଲା? ଆମେ ସିନା ଜାଣିପାରିଲେ ହବ। ଆରେ ତମେ ଯେତେବେଳେ ଠିକ୍ ଭାବରେ କରିବ ସେ ବା ଆମ ଶରୀର ଭିତରେ କମ୍ପନ ସୃଷ୍ଟି ହବ। ସେଠୁ ଚାଲିଲା ଗୋଟେ ଜିଦି। ଆଉ କେମିତି ମାନେ ପ୍ରଭୁଙ୍କ ସଂଖ୍ୟା ମାନେ ଯେମିତି ମାନେ 25 ଯାକେ ଯାଇଛି ସେଇଠୁ ଡାଇରେକ୍ଟ ଆଉ କହିଲେ ଆଉ ଦରକାର ନାହିଁ। ତେବେ କହିବାର ଅର୍ଥ ହେଉଛି କ'ଣ? ଯାହା ଆମର ବିଚିତ୍ର ଭାଇ କହୁଥିଲେ ଯେ ଏଇଟା ଠାକୁରଙ୍କ ବାଣୀ। ମାନେ କାଳ ଆସି ତତେ ଥଣ୍ଟ ମାରିଲାଣି, ବିଷୟ ରସେ ମଜୁଛୁ। ଆମେ ବିଷୟ ରସରେ ମଜୁଛେ ବେଶୀ, କିନ୍ତୁ ଧାରାଟାକୁ ହଁ ଗୋଟେ ଆମେ ତ ନେଇଛୁ ଧାରା, ସେଟାକୁ ମାମୁଲି ବୋଲି ଆମେ ଭାବୁଛୁ। କିନ୍ତୁ ପ୍ରଭୁଙ୍କର ବାଣୀ ଫାଙ୍କି ମାରି ବାବୁ କେତେ ତୁ ବୁଲୁଛୁ, ଫୁଙ୍କାରେ ଉଡୁଛୁ ଯିବୁ, କାଳ ଆସି ତତେ ଥଣ୍ଟ ମାରିଲାଣି, ବିଷୟ ରସେ ମଜୁଛୁ। ଆସ୍ତେ 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 ମୋ ଭାଇ ଭାଷା ଥାଏ। ଭୁବନେଶ୍ୱର ଯାଇ ଗଲେ ହଠାତ୍ ଦିନେ ଡାକିଲେ, ଟିକେ କୈଳାସକୁ ଡାକିଲ। ମୁଁ ଯାଇ ପହଞ୍ଚିଲି। ମୁଁ କହିଲି ଆମେ କ'ଣ କହିଥିଲୁ? ମୁଁ କହିଲି ପ୍ରଭୁ ଭୁଲ ହେଇଗଲା କି? ଆପଣଙ୍କର 2ଟା କଥା ମୋର ମନେ ଅଛି। ସଂଘର ମୁଖ୍ୟ ଘୋଷଣା କରିସାରିଲା ପରେ ଯେଉଁଦିନ ଆପଣ ଅଭିଷେକ କଲେ ଆମକୁ, ସେଦିନ ଡାକିକିରି ବେକରେ ପଦକଟି ପକେଇଦେଲେ। କହିଲେ ଆଉ ସହି ବାହିକିରି ସଂଘ ଚଳେଇବ, ବହୁ ଦୁର୍ବୃତ୍ତ ଆ ଭିତରେ ପଶିଯିବେ, ସେମାନଙ୍କୁ ଗାଳି ଗୁଲଜ କରିବନି, ପଢ଼ା କଥା କହିବନି। ଯଦି ସେ ତମ କଥା ନ ମାନନ୍ତି ତାହେଲେ ଇଆଡ଼କୁ ଛାଡ଼। ସେଇ କଥାଟା ପ୍ରାୟତଃ ଯୋଉଠି ସତ୍ସଙ୍ଗରେ ଟିକେ କହିବାକୁ ସୁବିଧା ମିଳେ, କାରଣ ଆମେ ସଂଘର ମୁଖ୍ୟ, ଠାକୁରଙ୍କ ସହିତ ବହୁତ ମିଳାମିଶା, କିନ୍ତୁ ଆମର ଗୋଟେ ସାଂଗଠନିକ ମୁଖ୍ୟଙ୍କ ଅଭିଭାଷଣ ଥିଲା, ସେ ବି କୁଆଡ଼େ ଉଡ଼ିଗଲା, ଆଉ ରହୁନି। କାହିଁକି ନା ଅଭିଭାଷଣରେ ଟିକେ ସ୍ଥାନୀୟ ଲୋକମାନଙ୍କୁ ଟିକେ ଆମେ କହିଥାଉ, ଯାହା ହଉ ଆପଣମାନଙ୍କ ସାହାଯ୍ୟ ସହାନୁଭୂତିରେ ଏତେ ବଡ଼ ଅନୁଷ୍ଠାନ ଆପଣଙ୍କ ଅଞ୍ଚଳରେ ଆମର ସକ୍ସେସଫୁଲ ହେଇଛି, ବହୁତ ଧନ୍ୟବାଦ। ସେତିକି ବନ୍ଦ ହେଇଗଲା। ଏବଂ ଏଇ ଶାସ୍ତ୍ରପାଠ ପୂର୍ବରୁ ଏବେ ଟିକେ ମିଳୁଛି, ସେଥିରେ ବି ଅଭିଯୋଗ ଆସିଲାଣି କ'ଣ, ବୁଢ଼ା ଘରେ ନେଇକି ବହୁ ସମୟ ଗପିବେ। ଆରେ ମୋ ଭାଇମାନଙ୍କ ପାଖରେ ମୁଁ ଗପୁନି କ'ଣ? ମୁଁ ଯାଇକିରି କୋଉଠି ଗାଁରେ ଗପୁଛି? ମାମଲ କରିବା ମୁଣ୍ଡ ସବୁ ତ କୁଆଡ଼େ ଠାକୁର କାଟିଦେଲେ। ଯାହା ହଉ ସମୟ କାଳ ଭିତରେ ସମୟ ଭିତରେ ପୁଣି ଆଉ ତା ବୋଲି ଆଉ ସଂଘର ମୁଖ୍ୟ ଜଣେ ତାର କହିବାର ଅଧିକାର ନାହିଁ। ଆଜି ସଂଘ ବଢ଼ିଗଲା ବୋଲିକିରି ସବୁ ଭାଇମାନେ ଅମଳ ହେଇଗଲେ ବୋଲିକିରି ଏଇଖିଣି ତାକୁ ତା ଗଛଟାକୁ କାଟିଦେବ। ତମେ ଆହୁରି ହଡ଼ା ବନ୍ଦ ହେଇଗଲ, କିଏ ଆ ଭିତରେ ଯିବ? ଏଇ ତ ସେଠି ଉଠିବ ହଡ଼ା, ତମେ ହଡ଼ା ହବାକୁ ଯାଉଛ। ହଉ, ମୋର ଏତିକି ଅନୁରୋଧ ଯେ ପ୍ରକୃତ କାଳ ଆସିକିରି ମୁଣ୍ଡ ଉପରେ ପହଞ୍ଚିଲାଣି।
ପେପର ଦେଖୁଥିବ ବିଶ୍ୱଯୁଦ୍ଧ ଆଉ ବେଶୀ ଦିନ ବି ନୁହେଁ, ଯାହା ଅଚ୍ୟୁତଙ୍କର ମାଳିକା ସତ୍ୟ ହେବାକୁ ଯାଉଛି। ତେଣୁ ପ୍ରଭୁ କହିଲେ ବେକରେ ଅର୍ଘ୍ୟ ଫଳ ଥିବ ଏବଂ ଧାରାକୁ କୋଡ଼ାକୋଡ଼ି କରୁଥିବ, ତମର କେହି କିଛି କରିପାରିବ। ତା ଅର୍ଥ ବାଟରେ ଗଲାବେଳେ ତମେ ବିଜୟ ମନ୍ତ୍ର ଜପୁନା, ବସରେ ଗଲାବେଳେ ବିଜୟ ମନ୍ତ୍ର ଜପୁନା, କିନ୍ତୁ ମନେ ରଖ ଯେ ଯୋଉଠିକି ଯାଉଛ ରାତି 9ରୁ 10 ଭିତରେ ଘରକୁ ଫେର। ମୁଁ କହିଲି ପ୍ରଭୁ ଆମେ ତ ସତ୍ସଙ୍ଗକୁ ଯାଉଛୁ, ଆମେ ତ ରାତି 12ଟା 1ଟାରେ ଫେରୁଛୁ। ନା ତମେ ପରା ସତ୍ସଙ୍ଗକୁ ଗଲା ବେଳକୁ ଫେରିଲା ପର୍ଯ୍ୟନ୍ତ ଆମର ଦୃଷ୍ଟି ଥାଏ, ତମେ ଏତିକି କ'ଣ ଜାଣିନା କି କର୍ମ କରିବୁ ସମୟ କାହିଁ ସତସଙ୍ଗ ଅଟେ ତାରଣ ଭୂମି। ତେଣୁ ସତ୍ସଙ୍ଗକୁ ଯେତେବେଳେ ତମେ ଯାଉଛ, ଆମ ସତ୍ସଙ୍ଗ ଆମେ ବି ଥାଉ ସେଠି, ସେ ଲେଖିଦେଲେ ସତସଙ୍ଗ ଅଟେ ମୋର ନିବାସ, ସତ୍ସଙ୍ଗ ନ କରେ କାଳ ପ୍ରବେଶ। ଡାକେ ନ ଡାକେ ଯାଏରେ ନାହିଁ, ସତସଙ୍ଗ ମଧ୍ୟ ପହଞ୍ଚେ। ତେଣୁ ଯୋଉଠି ସତ୍ସଙ୍ଗ ସତ କଥା, ମଧୁଭକ୍ତ ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ଭଗବାନ ବି କହିଲେ ନାରଦକୁ, ମୋର ଭକ୍ତମାନେ ଯୋଉଠି ମୋର ଗୁଣଗାନ କରନ୍ତି ମୁଁ ସେଇଠାରେ ଥାଏ। ଆଉ ପ୍ରଭୁକୁ ସେ କଥାଟା କ୍ଲିଅର ହାତ କାଟିବି ଲେଖିଦେଲେ ଏଇ ସତ୍ସଙ୍ଗ ବାଣୀ ଦେଲେ। ତେଣୁ ସମସ୍ତେ ଯୋଉଠିକି ଯାଉଛ ସତ୍ସଙ୍ଗ ଛାଡ଼ିଲା ପରେ ରାତି 9ରୁ 10 ଭିତରେ ଘରକୁ ଫେର। ଯେତେ କାମ ଏତିକି ରହିଲା ଅନୁରୋଧ ମୋର। ଏବେ ଚାଲନ୍ତୁ ଯିବା, କାରଣ ପୁଅ ଆସି ବସିଲାଣି, ପ୍ରବଚନ ଦେବ। ପ୍ରବଚନ ଶୁଣିବେ ସମସ୍ତେ, ଏ ପ୍ରଭୁଙ୍କର ନାମ କରିବା, ତାପରେ ଆମେ ପଢ଼ିବା। କେଶବ ନାମ ବଡ଼ ମଧୁର, ଅମୃତ ସମାନ। 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 ସେ ନାମ ଯିଏ ସର୍ବଦା ବଦେ, 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 ବୈକୁଣ୍ଠେ ପାଏ ସ୍ଥାନ। କେଶବ ନାମ ବଡ଼ ମଧୁର, ଅମୃତ ସମାନ। ଓ କେଶବ ନାମ ବଡ଼ ମଧୁର, ଅମୃତ ସମାନ। ଓಂ କେଶବ ନମ ନମ, ଶ୍ରୀ କେଶବ ନମ ନମ। 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 জয় কেশব নম নম, চরমনাথ নম নম। জয় কেশব নম নম, চরমনাথ নম নম। ওম কেশব নম নম, কেশব নম নম। শ্রী কেশব নম নম। শ্রী কেশব নম নম। জয় কেশব নম নম। জয় কেশব নম নম। চরমনাথ নম নম। চরমনাথ নম নম। ওম কেশব শ্রী কেশব, জয় কেশব হরে হরে। ওম কেশব শ্রী কেশব, জয় কেশব হরে হরে। ওম কেশব শ্রী কেশব, জয় কেশব হরে হরে।
কেশব শ্রী কেশব জয় কেশব হরে 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 কেশব হরে কেশব হরে কেশব 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 হরে হরে কেশব নাম পরম দূত অমৃত সমান কেশব নাম বড় মধুর অমৃত সমান নাম দিয়ে সর্বদা সে নাম দিয়ে সর্বদা বদে বৈকুণ্ঠে পায়ে স্থান কেশব নাম বড় মধুর অমৃত সমান ও কেশব নাম বড় মধুর অমৃত সমান দেখবার হরি হরি বল নমামি 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 প্রণতি যেন গুরু স্বামী নমামি 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 প্রণতি জ্ঞান গুরু স্বামী শ্রী গুরু স্বামী কপয়রে মন মোর নিরন্তরে শ্রী গুরু স্বামী কপয়রে মন মোর নিরন্তরে মন মোর পরে রহু শ্রী গুরু কই জীব মন নিরন্তরে রহু শ্রী গুরু কহি জীব যাও শ্রী গুরু কহি যাও জীব মতে উদার হেতে সব গুরু গুরু কহি যাও জীব মোতে উদ্ধার হেকে সব হরি 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 বল বিশাল বিশ্বস্য নিদান বিজম বরম বরেণ্যম বিধি বিষ্ণু সর্বে বিশাল বিশ্বস্য নিদান বীজং পরম বরেণ্যম বিধি বিষ্ণু সর্বে বসুন্ধরাবাদি বিমানবনী বসুন্ধরাবারি বিমানবনী বায়ু স্বরূপ প্রণবম বিবন্দে বায়ু স্বরূপং প্রণমামি বন্দে বায়ু স্বরূপং প্রণমামি বন্দে মূলাধার করণাধার স্বধিষ্ঠানে স্বাধীন মূলাধার কর্ণধার স্বাধিষ্ঠানে স্বাধীন মণিপুর পুরোহিত অনাহত প্রবীণ মূলাধার কর্ণধার বিশুদ্ধরে শুদ্ধ চিত আজ্ঞা চক্র
भगवते सुकान्ति सुताय स्वर्णाधिपति ॐ नमो भगवते वासुदेवाय कृष्णाय गोविन्दाय गोपीजनवल्लभाय चरमनाथाय नमो नमः चरमनाथाय नमो नमः चरमनाथाय नमो नमः। सर्वप्रथमे सेई चरमनाथ पदारविंदरी अदमर कोटि कोटि सहस्र कोटि साष्टांग प्रणाम। आज पवित्र सत्संग महोत्सव ए अंचल समस्त देवादेवी को मोर भूमिष्ठ प्रणाम जनाइबा सहित समस्त को परिचय दिया सरी परिचय दबार किसी आवश्यकता नहीं तथापि विश्व भातृत्व दिव्यात्मा परिषदर अंतर्भुक्त अच्युत गौतम संघर सांगठनिक आचार्य श्रीयुत कैलाश चंद्र महांती महोदय मोर डाण पसे बसी विश्रानंद सेनापति जे कि आज मंच परिचालना करुछंती एवं आश्रम आसीथिबा समस्त गुरुभाता गुरुभग्नी अच्युत गौतम संघर संपादक ध्रुवानंद भाई केन्दुपाटणा शाखार समस्त गुरुभाता गुरुभग्नी शाखा परिचालक तथा कुलिया केन्द्र अधीनस्थ समस्त शाखार परिचालक एवं केतनी बाही अर्कित बाही एवं सम्मुखरे मोर आज जे प्रभु को पूजा दे विश्वर कल्याण निमित्त पूजा देउछंती पूजक महाशय संगीत माध्यम रे जे प्रभु को संतुष्ट करुछंती समस्त संगीत बाही एवं सम्मुखरे उपस्थित थिबा समस्त गुरुभाता गुरुभग्नी ए अंचल समस्त को मोर सप्रेम गुरुस्वामी प्रणाम। चर्मशास्त्र विषय आम जिते बसीचे समस्ते अवगत से विषय किसी कहबार आवश्यकता नहीं। आज से चरम 15 नंबर चरमटी आपण सम्मुखरे पाठ करुची धीर स्थिर भाव में बसबे एवं शुणिबे। कैवल्य कणामो कल्याण कैवल्य कणामो कल्याण पाइबु निष्ठा थिले जान जेकरे आत्मसमर्पण आमे रखुता भक्तपण। प्रथम प्रभु आमर लिखिले जे करे आत्मसमर्पण आमे रखुता भक्तपण। चरम धनरे मोर निमिषे तो कथा पासुरी पकाइले मोर मन अथय हो जाउछि केते कोन भाबी जाउछि ए विश्व ब्रह्मांड रे धर्म प्रचार और प्रसार पई तोते हसी हसी कल्याण दे पठाई देछि पुणी तोर फेरिबा पथकू चातक परी अनै रहुछि फेरिबारे टिकिए विलंब होई गले मनरे केते आशंका निमिषके भरी जाउछि। मणि रे तू कोन ताहा बुझी पारुनु ना बुझी पारुनु ना बुझी पारिबु तू मोर अलियळ गेल्हा पुओ मु कोन तो उपरे एते दायित्व एपर्यंत देलिनी एबे भी मु परा सबु निज मथारे बहन करी बसिछि जेतिकी पारिबु सेतिकी देउछि। तू तो वर्तमान मोर कोलपोछा कुलचंद्रमा जेते बेले पितार अधिकार पाइबु सेते बेले पितृहृदयर वात्सल्य ममता बलरे पितार अंतर रे संतान प्रति पुंजीभूत स्नेह अनुभव करि पारिबु। धनरे 2-3 मास पर्यंत तू जेते बेले ए पुत्र विधुर पिता ठारू दूरे जाउछु सेते बेले तोते केते दुर्गम कंटकित पथ अतिक्रम करिबाकू पडुछि ताहा मने पकाई मो हृदय अनेक समय व्यथित हो जाउछि। तू कहूँ बुझिबु बाया मोर मरम वेदना बाबुरे मु जानिछि तोर पदे पदे विपद तथापि सबु बाधा विघ्न विपद को अतिक्रम करी आगे जीवाकू पड़िबो कौनसी समय पथच्युत हेबु नाही। जानिछु तो कलिर अंतिम समय तू ही मोर सकल आशा भरोसा
ତୋ ଲକ୍ଷ୍ୟ ପଥରେ ତୋର ଗତିକୁ ସରଳ ସୁନ୍ଦର କରିବା ପାଇଁ ମୁଁ ଚେଷ୍ଟା ଚଳେଇଛି। ଧୈର୍ଯ୍ୟ ସହିତ ଅପେକ୍ଷା କରି ଦେଖ ଆଗକୁ କ'ଣ ହଉଛି। ମୋର ବିଶ୍ୱାସ ତୁ ମୋ ଅନ୍ତରର ଅକୁହା କଥା ବୁଝିପାରୁଥିବୁ। ତେଣୁ ତୋ ଚଲା ପଥରେ ନିତିଦିନ ଆଗେଇ ଯାଇ ମୋର ସକଳ ଆଶଙ୍କା ଦୂର କରିବୁ, ପୂର୍ଣ୍ଣ କରିବୁ ମୋର ସକଳ ଇଚ୍ଛା। ମୁଁ ଜାଣୁଛି ସମୟ ଯେତିକି ପାଖେଇ ଆସୁଛି ତୋର ଭାଇମାନେ ତୋ ଠାରୁ ସେତିକି ଦୂରେଇ ଯାଉଛନ୍ତି। ବିଧିମତ କର୍ମଯୋଗ କରୁନାହାନ୍ତି, ଅଭ୍ୟାସ ଧାରାରେ ନିଷ୍ଠା ରଖୁନାହାନ୍ତି। ଅନେକ ପାର୍ଥିବ କାମନାର ଆଶା ନେଇ ଏଠାକୁ ଆସୁଛନ୍ତି। ତାହା ପୂରଣ ନହେଲେ ବିକାରଗ୍ରସ୍ତ ହୋଇ ଦୂରେଇ ଯାଉଛନ୍ତି। ତ୍ୟାଗ ବେଳକୁ ଦୁଇ ହାତ ମୁଠେଇ ଜାବୁଡ଼ି ଧରୁଛନ୍ତି। ହାତ ଖୋଲା ନାହିଁ କି ମନ ବି ଖୋଲା ନାହିଁ। ସବୁଠି ଅଭିସନ୍ଧି, ସବୁଠି ଚକ୍ରାନ୍ତ, ସବୁଠି କୂଟ କପଟତା। ବିଚାରି ଦେଖିଲୁ ରେ ଧନ, ସ୍ୱର୍ଣ୍ଣକ୍ଷେତ୍ରର ରତ୍ନବେଦୀ ନିକଟରେ ଛିଡ଼ା ହୋଇ ନିଜର ହାତ ମୁଠା କରି ରଖିଲେ ସବୁ ନିଷ୍ଫଳ ହୋଇଯିବନି। ତମକୁ ଯେଉଁ ସବୁ ଦିବ୍ୟ ଦ୍ରବ୍ୟ ଦେବା ପାଇଁ ମୁଁ ସାଙ୍ଗରେ ଆଣିଛି, ହାତ ମୁଠା କରି ରଖିଲେ ସେସବୁ ନେବ କିପରି? ନେଇପାରିବ ବା କିପରି? ଭାବି ଦେଖ ତ। ହାତ ଠାରୁ ଆରମ୍ଭ କରି ଶରୀରର ପ୍ରତ୍ୟେକ ଠଣା ତ ପାର୍ଥିବ ଶରୀରରେ ପରିପୂର୍ଣ୍ଣ। ଗଣ୍ଠୁଲି ତ ପାର୍ଥିବ ସମ୍ପଦରେ ବହୁତ ବଡ଼ ହୋଇଯାଇଛି। ମୋ ଦିଆ ଧନ ସାଇତି ରଖିବାକୁ ଆଉ ସ୍ଥାନ କାହିଁ? ଥାଳ ଶୂନ୍ୟ ନଥିଲେ କୈବଲ୍ୟ ଚରଣରେ ରଖିବ କେଉଁଥିରେ? ଧନରେ ତୁ ଟିକେ ସେମାନଙ୍କୁ ବୁଝାଇ ସୁଝାଇ କହ। ସେମାନେ ସମସ୍ତେ ତାଙ୍କର ସାଂସାରିକ ସକଳ କର୍ମକୁ ମୋ ପାଦରେ ସମର୍ପଣ କରି ମୋର ପଦ କୈବଲ୍ୟକୁ ଆଶାୟୀ ହୁଅନ୍ତୁ। ଦେଖୁଛୁ ତ ସମସ୍ତେ ମାୟାରେ ଆଚ୍ଛନ୍ନ। ଜାଗତିକ ମାୟା ଘେରି ରହିଛି। ଏହି ମାୟା ବନ୍ଧନକୁ ଭିଟାଇ ଆଗେଇ ଆସିବାକୁ ମୁଁ ପରା ତମକୁ କର୍ମ ଯୋଗ, ଧର୍ମଧାରା, ବୀଜ ମନ୍ତ୍ର, ଅର୍ଘ୍ୟ ଫଳ, ଅର୍ଘ୍ୟ ତିଥି, ସଂଘ ନିୟମ, ସାଷ୍ଟାଙ୍ଗ ପ୍ରଣାମ, ଆଚରଣ ଇତ୍ୟାଦି ସବୁ ଦେଇ ସାରିଛି। ଏହି ସୂତ୍ରକୁ ଧରି ଆଗେଇ ଆସିଲେ ସିନା ମୋ ପାଖରେ ସାଇତା ଦିବ୍ୟ ସମ୍ପଦ ସବୁ କୋଟି କୋଟି କରି ଦେଇଦେବି। ତମେ ମାନେ ତ ସାଂସାରିକ ବିଷୟ ବୁଦ୍ଧିକୁ ଧରି ନାନାଦି ଜାଗତିକ କାମନା କରି ବସୁଛ। ଆଉ ନେବ କ'ଣ? ମନେ ରଖ, ଯେତେ ଆଶା ସେତେ ଦୁଃଖ। ଆସକ୍ତି ହିଁ ଦୁଃଖ। ହୁଏତ ଏହା ଦ୍ୱାରା ତମେ ସାମୟିକ ଆନନ୍ଦ ପାଇପାର, ମାତ୍ର ଅନିତ୍ୟ ଦ୍ୱାରା ନିତ୍ୟ ଶାନ୍ତି ପାଇପାରିବ କି? କିଏ କେବେ ପାଇଛି ନା ପାଇବ? ମଣିରେ ମୁଁ କହିଛି ପରା, ଧନ ରତ୍ନ, ଗୋପ ଲକ୍ଷ୍ମୀ, ଦାରା ସୁତ, ପଦବୀ, ବଂଶମର୍ଯ୍ୟାଦା, ଅହଙ୍କାର ଉଦ୍ଧତ ପଣିଆର ଅଧିକାରୀ ହୋଇ କେହି କ'ଣ କେବେ ଚରମ ପାଦ ଲାଭ କରିପାରିଛି ନା ପାରି ନାହିଁ ରେ ଧନ। ଏପରି ଉଦାହରଣ ଧରାବକ୍ଷରେ ନାହିଁ। ଅହମିକା, ଆତ୍ମ ପ୍ରତିଷ୍ଠା, ଇତରୋଚିତ ମନୋବୃତ୍ତି, ଉଦ୍ଧତ ସ୍ୱଭାବ ଆଦି ଅସୁରୀ ଗଣ ଓ ଲକ୍ଷଣ ପରା ପରମାର୍ଥ ପଥରେ କଣ୍ଟା। କାହିଁକି ମିଛଟାରେ ବାଉଳା ହେଉଛ କହିଲ? ସତରେ କ'ଣ ମିଳୁଛି ତୁମମାନଙ୍କୁ ସେହି ମିଥ୍ୟା ଆତ୍ମପ୍ରତିଷ୍ଠାରୁ? କାହିଁକି ସେହି ମିଥ୍ୟା ପଦବୀ ଜାବୁଡ଼ି ଧରିବାକୁ ତୁମର ଏତେ ଜିଦି? କାହିଁକି ଗୁରୁକ୍ଷେତ୍ରରେ ମାନ ସମ୍ମାନ ଖୋଜୁଛ, ପଦମର୍ଯ୍ୟାଦା ଲୋଡୁଛ, ଏପରିକି ସାଷ୍ଟାଙ୍ଗ ପ୍ରଣାମ ଗୁରୁ ଭାଇ ଭଉଣୀଙ୍କ ଠାରୁ ଦାବି କରୁଛ? ଚରମରେ ମୋ ଆଦରର ଧନ, ତୁ ପରା ସେମାନଙ୍କୁ ବାରମ୍ବାର ଏକଥା ଚେତାଇ ଦେଇଛୁ। ତଥାପି ସେମାନଙ୍କର ମୋହଭଙ୍ଗ ହେଉନାହିଁ, ଚୈତନ୍ୟ ଉଦୟ ହେଉନାହିଁ। ଆମେ ପରା ବାରମ୍ବାର କହୁଛୁ, ପ୍ରତ୍ୟେକ ଗୁରୁଙ୍କ ବ୍ୟତୀତ ଆଉ କାହାକୁ ସାଷ୍ଟାଙ୍ଗ ପ୍ରଣାମ କରିବା ବିଧି ନାହିଁ। ବିଧି ବିପରୀତ କାମରେ ହାତ ଦେଉଛ କାହିଁକି? ବିଛା ମନ୍ତ୍ର ନ ଜାଣି ସାପ ବିଳରେ ହାତ ଦେଲେ ଅବସ୍ଥା କ'ଣ ହୁଏ ଜାଣିଛ? ତୁମେ କ'ଣ ଜାଣିନା? ତୁମଠାରେ କେଉଁ ସିଦ୍ଧି ଠୁଳ ହୋଇ ରହିଛି ଯେ ତୁମେ ସାଷ୍ଟାଙ୍ଗ ପ୍ରଣାମ ପାଇଁ ପାଗଳ ହେଉଛ? ପୁଣି ଥରେ ମୋର ମାନସ ସନ୍ତାନ ଚରମ ମାଧ୍ୟମରେ ଚେତାଇ ଦେଉଛି। ମନେ ରଖ, ଯୁଗ ପୁରୁଷଙ୍କ ବ୍ୟତୀତ ଅନ୍ୟ କାହାକୁ କେବେ ବି
ଥରୁଟିଏ ପାଇଁ ସାଷ୍ଟାଙ୍ଗ ପ୍ରଣାମ ଆଦୌ କରିବ ନାହିଁ। ମୋର ଏ ଚରମ ଚେତାବନୀ ଆମର ଏହି ଆଦେଶ ଉପଦେଶକୁ ଅମାନ୍ୟ କଲେ ଗୁରୁଦ୍ରୋହୀ ହେବ, ନରକ ଭୋଗ କରିବ, ରୌରବ ନରକରେ ପଡ଼ି ଅଶେଷ ଯାତନା ଭୋଗ କରିବ। ସାଷ୍ଟାଙ୍ଗ ପ୍ରଣାମ କରିବା ବା ଗ୍ରହଣ କରିବା ପିଲା ଖେଳ ନୁହେଁ। ଏହା ସହିତ ଇହକାଳ ପରଲୋକ ଭୋଗର ଫଳ ସଂଯୁକ୍ତ। ସାବଧାନ, କେବେ କାହାଠାରୁ ସାଷ୍ଟାଙ୍ଗ ପ୍ରଣାମ ଗ୍ରହଣ କର ନାହିଁ। ଦାବି କରିବା ତ ଦୂରର କଥା, ଯଦି କେହି ତୁମକୁ ସାଷ୍ଟାଙ୍ଗ ପ୍ରଣାମ କରିବାକୁ ଉଦ୍ୟତ ହୁଏ, ନମ୍ରତାର ସହିତ ହାତ ଯୋଡ଼ି ତହିଁରୁ ତାକୁ ନିବୃତ୍ତ କର। ସାଷ୍ଟାଙ୍ଗ ପ୍ରଣାମ କାହାକୁ କରିବାକୁ ହୁଏ ବୁଝାଇ ଦିଅ, ତହିଁରେ ତୁମ ଉଭୟଙ୍କର ମଙ୍ଗଳ ନିହିତ ଅଛି। ତେଣୁ ଅଯଥାରେ ନିଜର ଅମଙ୍ଗଳକୁ ଆହ୍ୱାନ କର ନାହିଁ। ଇହଜନ୍ମ ପରଜନ୍ମକୁ ନଷ୍ଟଭଷ୍ଟ କର ନାହିଁ। ଏ ଦିଗ ପ୍ରତି ସଜାଗ ସତର୍କ ରୁହ। ଏତଦ୍ ବ୍ୟତୀତ ମୁଁ ଆପଣଙ୍କ ମାନଙ୍କୁ କହୁଛି, ସମସ୍ତେ ଚରମ ନେଇଛନ୍ତି, ଘରେ ଚରମର 25 ନମ୍ବରଟା ପାଠ କରିବେ। ମୁଁ ସେଥିରୁ କିଛି ବିପଦ ଆପଣମାନଙ୍କର କହୁଛି, ମନେ ରଖିବୁ। ଏକାଦଶୀ, ଅମାବାସ୍ୟା, ସଂକ୍ରାନ୍ତି, ପୂର୍ଣ୍ଣିମା ଓ ଦ୍ୱାଦଶୀ ତିଥିରେ ପିତା, ମାତା, ଗୁରୁ, ବ୍ରାହ୍ମଣ ଓ ବୈଷ୍ଣବମାନଙ୍କୁ ସେବା ପୂଜା କଲେ ଅଶେଷ ଫଳ ପ୍ରାପ୍ତି ହୋଇଥାଏ। ଏକାଦଶୀରେ ପାପ କ୍ଷୟ ହୁଏ, ଅମାବାସ୍ୟାରେ ଧନଜନ ବୃଦ୍ଧି ହୁଏ, ସଂକ୍ରାନ୍ତିରେ ବ୍ୟାଧି ମୁକ୍ତ ହୁଏ, ପୂର୍ଣ୍ଣିମାରେ ଯଶ ଓ ଐଶ୍ୱର୍ଯ୍ୟ ମିଳିଥାଏ, ଦ୍ୱାଦଶୀରେ ସେବା ପୂଜା କଲେ ଗୋଲକରେ ସ୍ଥାନ ମିଳେ। ମନେ ରଖିବେ, ବାପା ମାଙ୍କୁ ପୂଜା କଲେ କ'ଣ ହୁଏ? ଏକାଦଶୀ, ଅମାବାସ୍ୟା, ସଂକ୍ରାନ୍ତି, ପୂର୍ଣ୍ଣିମା ଓ ଦ୍ୱାଦଶୀ ତିଥିରେ ପିତା, ମାତା, ଗୁରୁ, ବ୍ରାହ୍ମଣ ଓ ବୈଷ୍ଣବ ମାନଙ୍କୁ ସେବା ପୂଜା କଲେ ଅଶେଷ ଫଳ ପ୍ରାପ୍ତ ହୋଇଥାଏ। ଏକାଦଶୀରେ ପାପ କ୍ଷୟ ହୁଏ, ଅମାବାସ୍ୟାରେ ଧନଜନ ବୃଦ୍ଧି ହୁଏ, ସଂକ୍ରାନ୍ତିରେ ବ୍ୟାଧି ମୁକ୍ତ ହୁଏ, ପୂର୍ଣ୍ଣିମାରେ ଯଶ ଓ ଐଶ୍ୱର୍ଯ୍ୟ ମିଳିଥାଏ, ଦ୍ୱାଦଶୀରେ ସେବା ପୂଜା କଲେ ଗୋଲକରେ ସ୍ଥାନ ମିଳେ। ବାବୁରେ, ମୁଁ ତତେ କଲ୍ୟାଣ କରୁଛି, ଏତିକି କଲ୍ୟାଣ କରୁଛି ରେ ଗଣ୍ଠି ଧନ ଚରମ। ତୋର ଲକ୍ଷ୍ୟ ପଥ କୁସୁମିତ ହେଉ, ସୁରଭିତ ହେଉ। ତୁ ମୋର ପୀୟୁଷ ବାଣୀ ଜଗତର ସମସ୍ତଙ୍କୁ ଶୁଣାଇ ସମସ୍ତଙ୍କର ଆଦରର ପାତ୍ର ହୋଇ ପୁଣି ଥରେ ସନାତନ ଧର୍ମ ଧ୍ୱଜା ଉଡ଼ାଇ ମୋର ସ୍ନେହ ବଳା କୋଳକୁ ଫେରିଆ। ମୁଁ ଯେ ତୋର ଫେରିବା ପଥକୁ ଅପଲକ ନୟନରେ ଚାହିଁ ବସିଛି। ତୋର ଚିର ଅମଳକାଙ୍କ୍ଷୀ ପିତା ଗୁରୁସ୍ୱାମୀ ସମସ୍ତଙ୍କୁ ମୋର ନିବେଦନ, ଏ ଚରମ ଶାସ୍ତ୍ର ଦୈନିକ ଆପଣ ପ୍ରତ୍ୟେକ ଘରେ ପିଲାମାନଙ୍କୁ ପଢ଼େଇବା ସହିତ ନିଜେ ପାଠ କରି ସେମାନଙ୍କୁ ପ୍ରଭୁଙ୍କର ଏଇ ଯେଉଁ ଆଦର୍ଶ ତାକୁ ସମସ୍ତେ ଆଜିଠାରୁ ଶପଥ କରନ୍ତୁ। ଆଜି ଏ ପବିତ୍ର ମକର ସଂକ୍ରାନ୍ତିରୁ ଶପଥ କରନ୍ତୁ ଯେ ପିଲାମାନଙ୍କୁ ଆମେ ସମସ୍ତେ ସେଇ ଚରମରେ ପ୍ରଭୁ ଯାହା ଲେଖିଛନ୍ତି ଆମେ ଚରମ ପାଠ କରି ପିଲାମାନଙ୍କୁ ଆମର ସୁମଣିଷ ଗଠନ କରିବାରେ ସହାୟତା ହେବା। ବାପା ମାଙ୍କୁ, ଭାଇମାନଙ୍କୁ ମୋର ସମସ୍ତଙ୍କୁ ନିବେଦନ। ଏତିକି କହି ରଖୁଛି। ଗୁରୁସ୍ୱାମୀ।